ନମସ୍କାର ବନ୍ଧୁମାନେ, ଆପଣ ସମସ୍ତେ ଜାଣିଛନ୍ତି କି ମୟୂରଭଞ୍ଜ ଜିଲ୍ଲା ମଧ୍ୟରେ ବିରାଜିତ ହରିପୁରଗଡ଼ ଏକ ଅତ୍ୟନ୍ତ ପ୍ରାଚୀନ ଐତିହାସିକ ସ୍ଥାନ। ବାରିପଦାରୁ ମାତ୍ର 16 କିଲୋମିଟର ଦୂରରେ ବୁଢ଼ାବଙ୍ଗଳା ନଦୀ କୂଳରେ ଅବସ୍ଥିତ ଏହି ସ୍ଥାନ ପୂର୍ବତନ ଭଞ୍ଜ ରାଜା ବଂଶଙ୍କର ରାଜଧାନୀ ଥିଲା। ହରିପୁରଗଡ଼କୁ ମହାରାଜା ହରିହର ଭଞ୍ଜ 1400 ଖ୍ରୀଷ୍ଟାବ୍ଦରେ ପ୍ରତିଷ୍ଠା କରିଥିଲେ। ଏହାକୁ ହରିପୁର ବୋଲି ନାମକରଣ କରିଥିଲେ। ପରେ ଏହି ରାଜଧାନୀ ବାରିପଦାକୁ ସ୍ଥାନାନ୍ତରିତ କରାଯାଇଥିଲା। ଏଠାକାର ମୁଖ୍ୟ ଆକର୍ଷଣ ରସିକ ରାୟ ମନ୍ଦିର। ଏହା ଗାଉଡ଼ିଆ ଶୈଳୀରେ ଗଠିତ ଏକ ଦେଖିବା ଯୋଗ୍ୟ ଟିକିଲି ମନ୍ଦିର। ମହାରାଜା ବୈଦ୍ୟନାଥ ଭଞ୍ଜ ଏହି ପ୍ରତିଷ୍ଠା କରିଥିଲେ ଓ ନିଜେ ଇଷ୍ଟଦେବତାମାନଙ୍କ ପାଇଁ ଉପହାର ଦେଇଥିଲେ। ଗଡ଼ର ଚାରିପାଖରେ ଭିତ୍ତି, ଦୁର୍ଗ, ରାଜପ୍ରସାଦ, ଧ୍ୱଂସଶେଷ, ଦରବାର ହଲ୍, ଗୁପ୍ତ କକ୍ଷ ଆଜି ବି ମଧ୍ୟ ଏଠି ଅଛି। ଐତିହାସିକ ଘଟଣା ଯଦି ଦେଖିବା, ଏହି ଗଡ଼ରେ କେବଳ ରାଜନୈତିକ କେନ୍ଦ୍ର ନୁହେଁ, ସାଂସ୍କୃତିକ ଓ ଧାର୍ମିକ ଦୃଷ୍ଟି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଥିଲା। ଶ୍ରୀ ଚୈତନ୍ୟ ମହାପ୍ରଭୁ ମଧ୍ୟ ଏଠି ଗମନ କରିଥିଲେ। ଏଠାରେ ବେଙ୍ଗାଲର ସୁଲତାନ ଦାଉଦ ଗୋଟେ ସମୟରେ ଆଶ୍ରୟ ନେଇଥିଲା। ବର୍ତ୍ତମାନ ସ୍ଥିତି ଯଦି ଦେଖିବା, ଏହି ଐତିହାସିକ ସ୍ଥାନକୁ ତ ଅବସ୍ଥା ଅଛି। ଧନ୍ୟବାଦ।